ଜଗନ୍ନାଥ। ହର ହର ଶମ୍ଭୁ। ଆଜି ପବିତ୍ର କାମିକା ଏକାଦଶୀ ବା ଚକ୍ରବୁଲା ଏକାଦଶୀ ମଧ୍ୟ ଏହାକୁ କହନ୍ତି। ବର୍ଷ ମଧ୍ୟରେ ପାଳିତ ହେଉଥିବା ଏକାଦଶୀମାନଙ୍କ ମଧ୍ୟରେ ଶ୍ରାବଣ ମାସ କୃଷ୍ଣପକ୍ଷ ଏକାଦଶୀ ସ୍ୱତନ୍ତ୍ର। ଏହାର ନାମ କାମିକା ଏକାଦଶୀ ବୋଲି ଆମେ ଜାଣିଥାଉ। ତାହା ଶ୍ରୀମନ୍ଦିରରେ ଚକ୍ରବୁଲା ଏକାଦଶୀ ଭାବେ ପରିଚିତ। ଏପରିକି ଏହି ଏକାଦଶୀର ନାମ ସ୍ମରଣ ମାତ୍ରକେ ବାଜପେୟ ଯଜ୍ଞର ଫଳ ମିଳିଥାଏ। ଏହି ଦିନ ଶ୍ରୀଧର, ହରି, ବିଷ୍ଣୁ, ମାଧବ ଓ ମଧୁସୂଦନ ଆଦି ନାମରେ ଶଙ୍ଖ ଚକ୍ରଧାରୀ ଶ୍ରୀ ବିଷ୍ଣୁଙ୍କୁ ପୂଜା କରାଯାଏ। ଏହି ପୂଜାର ଯେଉଁ ଫଳ ମିଳେ ତାହା ଗଙ୍ଗା, କାଶୀ, ନୈମିଷାରଣ୍ୟ ବା ପୁଷ୍କର କ୍ଷେତ୍ରରେ ତପ କଲେ ମିଳିନଥାଏ। ଏପରିକି ଏହି ଦିନ ମଧୁସୂଦନ ଶ୍ରୀ ହରିଙ୍କୁ ପୂଜା କଲେ ଯେଉଁ ଫଳ ମିଳିଥାଏ ତାହା ସମୁଦ୍ର ଓ ବନଭୂମି ସହିତ ସମଗ୍ର ପୃଥିବୀକୁ ଦାନ କରିବାର ପୁଣ୍ୟ ଫଳ ସହିତ ସମାନ। ଏହି ଦିନ ବ୍ରତ ରଖି ଭଗବାନ ଶ୍ରୀଧରଙ୍କୁ ସ୍ତବ କଲେ ତାଙ୍କ ସହିତ ଗନ୍ଧର୍ବ ଓ ନାଗଙ୍କ ସମେତ ସମସ୍ତ ଦେବତାମାନଙ୍କର ପୂଜା ହୋଇଥାଏ। ଭଗବାନ ଶ୍ରୀବିଷ୍ଣୁଙ୍କର ତୁଳସୀ ଦଳ ଅତ୍ୟନ୍ତ ପ୍ରିୟ, କିନ୍ତୁ ଏହି ଦିନ ସମଗ୍ର ରାତି ଉଜାଗର ରହି ଶ୍ରୀବିଷ୍ଣୁଙ୍କୁ ଦୀପଦାନ ସହିତ ତୁଳସୀ ମଞ୍ଜରୀ ଅର୍ପଣ କଲେ ଶ୍ରୀହରି ମନୁଷ୍ୟଙ୍କୁ ସମସ୍ତ ପାପରୁ ମୁକ୍ତି କରିଥାନ୍ତି। ଏହି ସମ୍ପର୍କରେ ଏକ କାହାଣୀ ପ୍ରଚଳିତ ଅଛି। ଗୋଟିଏ ଗ୍ରାମରେ ଜଣେ ଶ୍ରେଷ୍ଠୀ ଓ ଜଣେ ବ୍ରାହ୍ମଣ ପଡ଼ୋଶୀ ଭାବରେ ରହୁଥିଲେ, କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ଆଦୌ ସୁସମ୍ପର୍କ ନଥିଲା। କୌଣସି ନା କୌଣସି କାରଣକୁ ନେଇ ପ୍ରତ୍ୟହ ସେମାନେ ପରସ୍ପର ସହିତ କଳହ କରୁଥିଲେ। ଏକଦା ଏହି କଳହ ଏତେ ଭୟଙ୍କର ହେଲା ଯେ ଶ୍ରେଷ୍ଠୀ ଜଣକ ଉତ୍କ୍ଷିପ୍ତ ହୋଇ ବ୍ରାହ୍ମଣଙ୍କୁ ହତ୍ୟା କରିଦେଲେ। ବ୍ରାହ୍ମଣଙ୍କୁ ମାରି ସାରିବା ପରେ କିନ୍ତୁ ଶ୍ରେଷ୍ଠୀଙ୍କ ମନରେ ଅନୁତାପ ଜାତ ହେଲା। ପ୍ରାୟଶ୍ଚିତ କରିବା ନିମନ୍ତେ ଅନ୍ୟ ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରି ସେ ବ୍ରାହ୍ମଣଙ୍କ କ୍ରିୟାକର୍ମ କରିବାକୁ ନିଷ୍ପତ୍ତି ନେଲେ। କିନ୍ତୁ ବ୍ରାହ୍ମଣ ମୃତ୍ୟୁର କ୍ରୋଧିତ ହୋଇ କୌଣସି ବ୍ରାହ୍ମଣ ଶ୍ରେଷ୍ଠୀଙ୍କର ନିମନ୍ତ୍ରଣ ସ୍ୱୀକାର କଲେ ନାହିଁ। ଶ୍ରେଷ୍ଠୀ ଏଥିରେ ଆହୁରି ଦୁଃଖିତ ହୋଇ ପାପର ପ୍ରାୟଶ୍ଚିତ କରିବା ପାଇଁ ଚତୁର୍ଦିଗ ଭ୍ରମଣ କଲେ। ଏହି ସମୟରେ ସେ ଜଣେ ମୁନିଙ୍କୁ ଭେଟି ତାଙ୍କୁ ନିଜ ପାପକର୍ମ ସମ୍ପର୍କରେ କହି ପ୍ରାୟଶ୍ଚିତ କରିବାର ଉପାୟ ବତାଇବାକୁ ଅନୁରୋଧ କଲେ। ଋଷି ତାଙ୍କୁ କାମିକା ଏକାଦଶୀ ବ୍ରତ ପାଳନ କରିବାକୁ ନିର୍ଦ୍ଦେଶ ଦେଲେ। ଶ୍ରେଷ୍ଠୀ ନିଷ୍ଠାର ସହିତ ଏହି ବ୍ରତ ପାଳନ କରିବାରୁ ପାପମୁକ୍ତ ହୋଇ ସ୍ୱର୍ଗଲୋକ ଗମନ କଲେ। ସେଥିପାଇଁ ଆମେ ଏହାକୁ ପାପମୋଚିନୀ କାମିକା ଏକାଦଶୀ ବି କୁହନ୍ତି। ଏହି ବ୍ରତ କଲେ ନର ହତ୍ୟା ପରି ଭୟଙ୍କର ପାପରୁ ମଧ୍ୟ ମୁକ୍ତି ମିଳେ। ତାହା ସହିତ ଏତେ ଅଧିକ ପୁଣ୍ୟ ହୁଏ ଯେ ତାହାର ସଂଖ୍ୟା ଚିତ୍ରଗୁପ୍ତ ମଧ୍ୟ ଗଣି ପାରନ୍ତି ନାହିଁ। ଏବେ ଚାଲନ୍ତୁ ଶୁଣିବା ଏକାଦଶୀ ମାହାତ୍ମ୍ୟ। ଯୁଧିଷ୍ଠିର ଉବାଚ। କହନ୍ତି ଯୁଧିଷ୍ଠିର ରାଜା ବାସୁଦେବଙ୍କୁ କରି ପୂଜା, ଶ୍ରାବଣ କୃଷ୍ଣ ଏକାଦଶୀ କେବଳ ନାମରେ ପ୍ରଶଂସୀ। ଶ୍ରୀକୃଷ୍ଣ ଉବାଚ। କୃଷ୍ଣ କହନ୍ତି ନୃପ ଶୁଣ, ପାପ ନାଶନ ପୁଣ୍ୟମାନ, ନାରଦ ବ୍ରହ୍ମାଙ୍କ ସମ୍ବାଦ, ଶୁଣିଲେ ତୁଟିବ ବିଷାଦ। ନାରଦ ଉବାଚ। ନାରଦ ପଚାରନ୍ତେ ବିଧି, ପୂର୍ବେ ଯା କହିଛନ୍ତି ବୁଝି, ହେ ଭଗବାନ ପଦ୍ମସନ, ତୁମ୍ଭର ଠାରୁ ଶୁଣି ମନ, ଶ୍ରାବଣ କୃଷ୍ଣ ଏକାଦଶୀ ନାମ କହନ୍ତୁ ବ୍ରହ୍ମରାଶି, ଏଥିରେ ଯେ ବିଧି ଯେ ହେବ, ହେ ପ୍ରଭୁ ମୋତେ ତ କହିବ। ବ୍ରହ୍ମା ଉବାଚ। ନାରଦ ମୁନି ପଚାରନ୍ତେ, କହନ୍ତି ବ୍ରହ୍ମାଲ କହିତେ, କାମିନୀ ନାମରେ ଶ୍ରାବଣୀ, ଯେ କୃଷ୍ଣ ଏକାଦଶୀ ରାଣୀ, ଯାହାକୁ କର୍ଣ୍ଣ ପଥେ ନେଇ ବାଜପେୟର ଫଳ ପାଇ, ଏଥିରେ ପୂଜିବ ଶ୍ରୀଧର, ଯେ ଶଙ୍ଖ ଚକ୍ର ଗଦାଧର, ମାଧବ ହରି ବିଷ୍ଣୁ ନାମ, କିଅବା ଶ୍ରୀ ମଧୁସୂଦନ, ପୂର୍ବ ଅଥବା ଧ୍ୟାନ କଲେ, ଶୁଣ ହେ ତାହା ଯାହା ମିଳେ, ଗଙ୍ଗାରେ କିଅବା କାଶୀରେ, କିଅବା ନୈମିଷେ ପୁଷ୍କରେ, ନ ମିଳେ ଯେଉଁ ଫଳ ପୁଣ୍ୟ, ତା ଦିଏ କୃଷ୍ଣ ଯଜନ, ସିଂହର ବୃହସ୍ପତି ଥାଇ, ଜାଗଦା ପରି ସ୍ନାନ ପାଇ, ଦଣ୍ଡକେ ଅବା ବ୍ୟତିପାତେ, ସେ ଫଳ ଶ୍ରୀକୃଷ୍ଣ ପୂଜନ୍ତେ, ସାଗର ବନଜୁତ କରି, ଯେ ଦେଲା ବିପ୍ରେ ବସୁନ୍ଧରୀ, ଯେ କଲା ଏ କାମିକା ବ୍ରତ, ହୁଏ ଈଦୃଶ ଫଳବନ୍ତ, ସମସ୍ତ ଅଳଙ୍କାର ଥାଇ, ଉଭୟ ମୁଖୀ ଯେ ଦିଅଇ, ବିଧିରେ କାମିକା କରଇ, ନୁହେଁ ସମାନ ଫଳ ପାଇ,
ତେଣୁ ସର୍ବଦା ଯତ୍ନ କରି କାମିକା ଦିନେ ନରହରି ଯଥାଶକ୍ତିରେ ପୂଜା କରି ଯେତେ ପାପକୁ ଭୟ କରି ପାପ ପଙ୍କିଣ ଭବ ସିନ୍ଧୁ ତରୁଣେ ଏକାମନା ବନ୍ଧୁ ଏଥରୁ ତରତର ହୋଇ ପବିତ୍ର ପାପ ନାଶି ନାହିଁ ଏ ରୂପେ ଏ ବ୍ରତକୁ ଜାଣ କହୁଅଛନ୍ତି ନାରାୟଣ। ଆଧ୍ୟାତ୍ମ ଧ୍ୟାନରେ ନିରତ ଯେ ଫଳେ ଲଭଇ ନିୟତମ୍ ସେ ଫଳ ଏ କାମିକା କରି ନରେ ପାଆନ୍ତି ନରହରି ଯେହୁ କାମିକା ବ୍ରତ କରେ ଜାଗର ଦେଇ ପୂଜେ ହରି ଯେହୁ କାମିକା ବ୍ରତ କରି ଜାଗର ଦେଇ ପୂଜେ ହରି ସେ ରୁଦ୍ର ଯମକୁ ନ ଦେଖେ ନ ରହେ ଦୁର୍ଗତିର ପାଖେ ଯେ କରେ ଏକାଦଶୀ ବ୍ରତ ସେ ନୁହେଁ କୁଜନି ସମ୍ଭୂତ କାମିକା ବ୍ରତ ପୂର୍ଣ୍ଣ କରି କୈବଲ୍ୟ ଲାଭ ଜଗ କରି ତେଣୁ ସଂଯତ ଚିତ୍ତ ହୋଇ କର ଏ ବ୍ରତ ମୋକ୍ଷ ପାଇଁ ତୁଳସୀ ପତ୍ରେ ଯେଉଁ ନର ଏ ଦିନେ ପୂଜେ ଦାମୋଦର ପାପରେ ନୁହଁ ସେ ଲିପ୍ତ ପୟରେ ପ୍ରାୟ ପଦ୍ମପତ୍ର ସୁବର୍ଣ୍ଣ ସତେ ଭାର ଦେଲେ ନହେ ତୁଳସୀ ପତ୍ର ତୁଲେ କାମିକା ଏକାଦଶୀ ଦିନ ତୁଳସୀ ପତ୍ରେ ଯେ ପୂଜନ କୃଷ୍ଣର ଯେତେ ପ୍ରୀତି କରେ ନୁହେଁ ସେ ସୁବର୍ଣ୍ଣର ଭାରେ କାମିକା ଦିନେ ମଞ୍ଜରୀର ଯେତେ ସନ୍ତୋଷ କୃଷ୍ଣଙ୍କର ରୂପାର ଚାରି ଭାଗ ପୂଜି ସେ ପ୍ରୀତି ନହିବ ଅରଜି ପ୍ରବାଳ ବୈଦୁର୍ଯ୍ୟ ମୌକ୍ତିକ ଏ ରତ୍ନ ଆଦି ଯେ ଅନେକ ଏ ପୂଜା ନତ ସଇ ହରି କେବଳ ତୁଳସୀ ମଞ୍ଜରୀ ତୁଳସୀ ମଞ୍ଜରୀରେ ଯେଉଁ ପୂଜିଲେ ପ୍ରଭୁ ମହାବାହୁ ତାର ଆଜନ୍ମ ପାପ ଚୟ ନିଶେଷ ଲଭଇ ନିଶ୍ଚୟ ଯାହାର ଦର୍ଶନ ମଙ୍ଗଳ ନିଖିଳ ଅଘ ସଂଘର ଯାହାକୁ ଛୁଇଁ ଶୁଦ୍ଧ ହୋଇ ସ୍ତୁତି କରନ୍ତେ ରୋଗ ଯାଇ ଯାହାକୁ ଶକ୍ତ କରି ଜନ ଗଣନା ନ କରଇ ଯମ ଆବର କଲା ଲୋକଙ୍କର ଯେ ଶୁଦ୍ଧ ବିଧାନେ ତପ୍ତର ଯେ ବିଷ୍ଣୁ ଆଳୟର ପିତ ହଇବ ବିଷ୍ଣୁ ପାଦେ ଚିତ କରନ୍ତି ମୋକ୍ଷ ଫଳେ ଦାନ ସେ ଦେବୀ ତୁଳସୀ ସମାନ ଯେ ହରି ଦିନେ ଅହର୍ନିଶେ ଦୀପ ଜାଳଇ ବୃକ୍ଷ ପାଶେ ଯେ ଲୋକେ ପୁଣ୍ୟ ସଂଖ୍ୟା ଫଳ ଚିତ୍ରଗୁପ୍ତଙ୍କୁ ଅଗୋଚର ଏକାଦଶୀରେ ଯେଉଁ ଦୀପ ଜାଳଇ କୃଷ୍ଣ ଆଗେ ନୃପ ତା ପିତୃ ଲୋକେ ସ୍ୱର୍ଗେ ଥାଇ ତୃପ୍ତ ହୁଅନ୍ତି ସୁଧା ପାଇ ପିଇ ବୃତରେ ତିଳ ତୈଳ ଅବା ଦୀପ ଜାଳି ଯେ କରେ ସେବା ସେ କୋଟି ଦୀପ ସଙ୍ଗେ ଥାଇ ସୂର୍ଯ୍ୟ ଲୋକଙ୍କୁ ସୁଖେ ଯାଇ ହେ ନୃପ ତୁମ୍ଭେ ଆଗ ସିନା କହିଲି କାମିକା ମହିମା ଏଣୁ ହେ କର୍ତ୍ତବ୍ୟ ସର୍ବଥା ଯାହାର ପୁଣ୍ୟ ହରେ ବ୍ୟଥା ଯେ ବ୍ରହ୍ମ ଭ୍ରୂଣ ହତ୍ୟା ପାପ ବିନାଶୀ ଏହାର ପ୍ରତାପ ଏ ମହାପୁଣ୍ୟ ଫଳ ପ୍ରଦା ସ୍ୱର୍ଗରେ ସ୍ଥାନ ଦିଏ ସଦା ଶ୍ରଦ୍ଧାରେ ଯୁକ୍ତ ହୋଇ ନର ଯେ ଶୁଣେ ମହାତ୍ମ୍ୟ ଏହାର ସେ ସର୍ବ ପାପୁ ମୁକ୍ତ ହୋଇ ବିଷ୍ଣୁ ଲୋକରେ ସ୍ଥାନ ପାଇ ଇତି ଶ୍ରୀ ବ୍ରହ୍ମ ବୈତବ୍ୟ ଶ୍ରାବଣ କୃଷ୍ଣ କାମିକା ଏକାଦଶୀ ମହାତ୍ମ୍ୟ ନାମ ସପ୍ତଦଶ ଅଧ୍ୟାୟ। ଶ୍ରୀମନ୍ଦିରରେ ଚକ୍ରବୁଲା ଏକାଦଶୀ। ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ମଇଲମ ହୋଇ ଶ୍ରୀଜୀଉଙ୍କୁ ମାନଙ୍କୁ ଖଣ୍ଡୁଆ ପାଟ ପିନ୍ଧାଇ ଆଳତି ଓ ସର୍ବାଙ୍ଗ ଆରମ୍ଭ ହୋଇଥାଏ। ଏହାପରେ ଦକ୍ଷିଣ ଘରୁ ମହାଜନ ସେବକମାନଙ୍କ ଦ୍ୱାରା ମଦନ ମୋହନକୁ ସିଂହାସନକୁ ଅଣାଯାଇ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇବା ପରେ ମଦନ ମୋହନ ଏକାଦଶୀ ବେଢ଼ା ପରିକ୍ରମା ମାନେ ଶ୍ରୀମନ୍ଦିର ଭିତରେ ଯାଇଥାନ୍ତି। ଏହାପରେ ସୁନାବେଶରେ ମହାପ୍ରଭୁଙ୍କ ହାତରେ ସୁଯୋଜିତ ସୁନା ଓ ଚକ୍ର ନାରାୟଣଙ୍କୁ ସିଂହାସନ ନିକଟକୁ ନିଆଯାଇଥାଏ ଏବଂ ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ବିମାନବଡ଼ୁ ସେବକମାନଙ୍କ ଦ୍ୱାରା ବିମାନରେ ବିଜେ କରାଯାଇ ଉକ୍ତ ବିମାନକୁ ବିମାନବଡ଼ୁ ସେବାୟତ ସ୍କନ୍ଧରେ ବହନ କରି ସିଂହଦ୍ୱାର ଦେଇ ଶ୍ରୀନଅର ନିକଟକୁ ଯାଇଥାନ୍ତି। ସେଠାରେ ପନ୍ତି ଭୋଗ ହେବା ପରେ ଶ୍ରୀକ୍ଷେତ୍ରର ପ୍ରାଚୀନ ଚାରି ଆଶ୍ରମ ଯଥା ମାର୍କଣ୍ଡେୟ ଅଙ୍ଗିରା ଭୃଗୁ ଓ କଣ୍ଡୁ ଆଶ୍ରମକୁ ବିଜେ କରିଥାନ୍ତି। ପ୍ରତି ଆଶ୍ରମରେ ଶୀତଳ ଭୋଗ ବନ୍ଦାପନା ହୋଇ ନଗର ପରିକ୍ରମା ପରେ ସୁବର୍ଣ୍ଣ ସୁଦର୍ଶନ ଚକ୍ର ଶ୍ରୀମନ୍ଦିରକୁ ପ୍ରତ୍ୟାଗମନ କରିଥାନ୍ତି। ତେଣୁ ଏହାକୁ ଚକ୍ରବୁଲା ଏକାଦଶୀ ବୋଲି ମଧ୍ୟ କୁହାଯାଏ। ବର୍ଷକେ ଥରେ ମାତ୍ର ସୁବର୍ଣ୍ଣ ଚକ୍ର ଶ୍ରୀମନ୍ଦିରର ବାହାରକୁ ଏକାକୀ ବିଜେ କରିଥାନ୍ତି। ତେଣୁ ଏହି ଏକାଦଶୀର ନାମ ଚକ୍ରବୁଲା ଏକାଦଶୀ ବୋଲି କୁହାଯାଏ। ବର୍ଷର କୁମାର ପୂର୍ଣ୍ଣିମା ରାଧାଷ୍ଟମୀ ଓ ଗହ୍ମା ପୂର୍ଣ୍ଣିମା ଦିନ ଦାରବତନୁ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ଭ୍ରମଣ କରିଥାନ୍ତି। ଏହା ରହିଲା ଆଜି ଆମର
କଥା ଚକ୍ରବୁଲା ଏକାଦଶୀ ବା କାମିକା ଏକାଦଶୀର କଥା। ଜୟ ଜଗନ୍ନାଥ, ହର ହର ଶମ୍ଭୁ, ଜୟ ଜଗନ୍ନାଥ। ଆପଣମାନଙ୍କୁ ଯଦି ଏହି ଏକାଦଶୀ କଥା ଭଲ ଲାଗିଲା ନିଶ୍ଚିତ ଭାବେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଜଗନ୍ନାଥ, ହର ହର ଶମ୍ଭୁ କହିଦେବେ। ଜୟ ଜଗନ୍ନାଥ।